এটা মଦ ବୋଲି ଭାବିଲେ ଏଇଟା ମଦ ନୁହେଁ। ଭାବିଲେ ବୋଧେ ମୁଁ ଚମକି ପଡିଲି ତ ଭାବୁଛନ୍ତି ଷ୍ଟିଲ ଗ୍ଲାସରେ ଧରିଛି ଆଉ ମହୁଲି ଫଉଲି କଣ ଗୋଟେ ବଜଉଥିବ ବୋଲି। ନାହିଁ, ଏଟା ଚାହା ପିଉଛି ଚାହା। କାହିଁକି ମାନେ ମୋର ଚାହା ହଉଛି ମୋର ଫେଭରେଟ ଗୁଡାକ। ମୁଁ ବହୁତ ପସନ୍ଦ କରେ ଚାହାକୁ। ଆଉ ମୋ ଭଳିଆ ଚାହା ପ୍ରେମୀ ଗୁଡାକ ଅଛନ୍ତି, ଯଦି ନିଶ୍ଚୟ ଏଇ ଭିଡିଓ ଯଦି ଦେଖୁଥିବେ, ଯଦି ଆପଣ ମାନେ ମତେ ମୋ ଭଳିଆ ଚାହା ଟା ବୁଝୁଛନ୍ତି ଟିକେ ରୁହ। କାହିଁକି ମଦଟା ଥଣ୍ଡାରେ ପିଇଲେ ଚଳିବ, କିନ୍ତୁ ଚା ଟା ଗରମ ଗରମ ପୁରା ପାଟି ଓଠ ଯିବ ପୋଡିଲା ଭଳିଆ ପିଇବାକୁ ପଡେ। ବୁଝିଲ? ତ ଯୋଉମାନେ ଚାହା ପିଉଥିବା ଯଦି ମୋ ଭଳିଆ ମହାନ ମହାନ ବ୍ୟକ୍ତି ମାନେ ଯଦି ଦେଖୁଛନ୍ତି ଭିଡିଓଟାକୁ, ତ ନିଶ୍ଚୟ ଲାଇକ୍ ଟେ କରିବେ। କମେଣ୍ଟ କରିବା ପାଇଁ ହେଲେ ସମୟ ଟିକେ ଲାଗିଯିବ, କେବଳ ଗୋଟେ ଟିଡୁମ୍ କିନା ଦବେଇ ଦେବେ। ଆଜି ମୁଁ ସନ୍ଧ୍ୟାରେ ଭିଡିଓ ଅପଲୋଡ କରିପାରିବି କି ନାହିଁ ମୁଁ ଜାଣିନି, କାରଣ ମୁଁ ଗୋଟେ କାମକୁ ଯାଉଛି। ଫେରିବା ସମୟରେ ହୁଏତ ମୋର ଡେରି ହେଇଯିବ, ତ ତେଣୁକରି ମୁଁ ପଦେ କହିବା ପାଇଁ ଯାଉଛି ମୋର ସେକେଣ୍ଡ ଭିଡିଓ ଆଉ ଗୋଟିଏ ଫାଦରଙ୍କ ଉପରେ ମୁଁ କରିବାକୁ ଯିବି। ଆପଣ ମାନଙ୍କ ମତାମତ ଜଣେଇବେ ଯେ ଗୋଟିଏ ଆଉ ଖ୍ରୀଷ୍ଟିଆନ ମିଶନାରୀରେ ଯୋଉମାନେ ଫାଦର ସିଷ୍ଟର ବ୍ରଦର ହେଇକି ଯୋଉ ରୁହନ୍ତି, ସେମାନେ ବିବାହିତ ହୁଅନ୍ତି ନାହିଁ, ବିବାହ କରନ୍ତି ନାହିଁ। ସେମାନେ ସେମିତି ପ୍ରଭୁଙ୍କର ପୂଜା ଆରାଧନା ପ୍ରଶଂସା କରୁ 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 ସେମାନଙ୍କର ସମସ୍ତ ସମୟକୁ ସେମାନେ ବିତେଇ ଦିଅନ୍ତି। ତ ସେଇ କ୍ଷେତ୍ରରେ ଆମେ କେମିତି ଆଉ ବାଟ ଚାଲିବାକୁ ହେବ? କାରଣ ଆମର ଛୋଟ ଛୋଟ କଥାରେ ଅଛି ଯେ ହାତେ ମାପି ଚାଖଣ୍ଡେ ଚାଲ ବୋଲି। ତ ଆମେ ଯଦି କୋଉ ଷ୍ଟେଜ ଆମ ଷ୍ଟେଜକୁ ଦେଖି ଆମେ ନିଜର ପାଦ ଗଣିକିରି ପକେଇବା ଦରକାର। ଯଦି ଆମେ ଗୋଟେ ବେଦୀ ଉପରେ ଠିଆ ହେବା, ପୁଣି ବେଦୀ ତଳେ ଠିଆ ହେବା ଭିତରେ ଟିକେ ଫରକ ରହୁଛି। ବେଦୀ ଉପରେ ଠିଆ ହେବା ସମୟରେ ଆମେ ସତର୍କତାର ସହିତ, ଭଦ୍ରତାର ସହିତ, ସମ୍ମାନର ସହିତ ଏସବୁକୁ ଆମେ ଅବଲମ୍ବନ କରିବା ଦରକାର। ଏସବୁ ନିୟମକୁ ଆମେ ପାଳନ କରିବା ଦରକାର। କାରଣ ଆମକୁ ହଜାର ହଜାର ଲୋକ ଦେଖି ଆମକୁ ଫଲୋ କରୁଛନ୍ତି, ହଜାର ହଜାର ଲୋକଙ୍କର ଦୃଷ୍ଟି ଆମ ଉପରେ ଅଛି, ହଜାର ହଜାର ଲୋକମାନେ ଆମକୁ ଦେଖି କିଛି ଶିଖିବାର ଆଶାରେ ଅଛନ୍ତି। ତ ସେମାନଙ୍କ ଦୃଷ୍ଟିରେ ଆମକୁ କେମିତି ରହିବାକୁ ପଡିବ, କେମିତି ବ୍ୟବହାର କରିବାକୁ ପଡିବ, କେମିତି ନିଜର ଜୀବନକୁ ବିତେଇବାକୁ ପଡିବ। ଆଉ ସେଇ ଭିତରେ ଯଦି ଆମେ ଆଉ ରାମୁଲୋ ରାମୁଲା ଫିଲ୍ମ ଗୀତ ଗୋଟେ ଡ୍ୟାନ୍ସ ମାରିବା, ତ ସେଟା କେତେ ଦୂର ଯୁକ୍ତିଯୁକ୍ତ, କେତେ ଦୂର ଠିକ ବୋଲି ଭାବୁଛ ମତେ ନିଶ୍ଚୟ କମେଣ୍ଟରେ ଜଣେଇବେ। ମତେ ତ ସେଟା କେଜାଣି ଠିକ ନ ଲାଗିବାରୁ ମୁଁ ସେ ଭିଡିଓ ବନେଇବା ପାଇଁ ବାଧ୍ୟ ହଉଛି। ତ ଚେଷ୍ଟା କରିବି, ଯଦି ମୁଁ ସନ୍ଧ୍ୟାରେ ଅତି ଶୀଘ୍ର ଫେରୁଛି ତ ନିଶ୍ଚୟ ସନ୍ଧ୍ୟାରେ ସେ ବିଷୟରେ ମୁଁ ଭିଡିଓ ବନେଇବି। ଯଦି ହୁଏତ ସମୟ ପାଉନାହିଁ ତ ନିଶ୍ଚୟ ଆସନ୍ତା କାଲି ସେ ଉପରେ ମୁଁ ଭିଡିଓ ବନେଇବି। ଆପଣମାନଙ୍କ ମତ ନିଶ୍ଚୟ ଜଣେଇବେ। ଯଦି ଆପଣମାନେ ଭାବୁଛନ୍ତି ଯେ ନାଇଁ ଏଭଳି ଭିଡିଓ କରିବା ଦରକାର, ଏଭଳି ବିଷୟ କହିବା ଦରକାର ଲୋକଙ୍କୁ ବୋଲି ଭାବୁଛନ୍ତି, ତ ନିଶ୍ଚୟ ମତେ କମେଣ୍ଟରେ କିମ୍ବା ଲାଇକ୍ ଦ୍ୱାରା ଜଣେଇବେ, ଯାହା ଦ୍ୱାରା ମୁଁ ସେ ଭିଡିଓଟା ଅତି ଶୀଘ୍ର ବନେଇବା ପାଇଁ ଚେଷ୍ଟା କରିବି, ଇଚ୍ଛା କରିବି। ଯଦି ଆପଣମାନେ କହିବେ ନାଇଁ ବ୍ରଦର ଏସବୁ ଦରକାର ନାହିଁ ଆମକୁ କହିଲେ, ତାହେଲେ ମୁଁ ନିଜ ବନ୍ଦ କରିଦେବି। ତ ରହୁଛି, ମୋର ଚା ମତେ ଥଣ୍ଡା ହେଇଗଲା, ଭୁଲ ବୁଝିବେ ନାହିଁ। ଆପଣମାନଙ୍କ ମତ ନିଶ୍ଚୟ ଜଣେଇବେ। ରହୁଛି, ପୁନର୍ବାର ଗୋଟେ ଭିଡିଓ ଦେଖା ହବ। ନମସ୍କାର।